ଏବେ ସାଙ୍ଗମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେ ଯେତେବେଳେ ଚିକି ଗୀତଟି ଅଧାରୁ ବନ୍ଦ କରିବେ ଏ ସମୟରେ ରୋହି ଆସି କୁହନ୍ତି ଯେ ଆରେ ଚିକି ଗୀତ ଅଧାରୁ କାହିଁକି ବନ୍ଦ କଲୁ, ଆରେ ତୁ ପୁଣି ଗା ନା। ଆଉ ସେ ସମସ୍ତଙ୍କୁ କହିବେ ଯେ ଦେଖ ଚିକିର ପାଟି ହିଁ ଖୋଲୁନି ଆଉ ସେ ପାଟି ପାକ୍ ପାକ୍ କରୁଛି। ଏପଟେ ରାମ ମୋବାଇଲରେ ଗୀତ ବଜୁଛନ୍ତି ଆଉ ଏହାପରେ ରାମ କହିବେ ଯେ ଚିକି ଉପରେ ଯେତେବେଳେ ଦୀପଟି ପଡ଼ିବାକୁ ଯାଉଥିଲା ଚିକି ବହୁତ ଜୋରସେ ଚିଲ୍ଲାଉଥିଲା, ସେଇଟା ବୋଧେ ରୋହି ତମେ ଶୁଣିପାରିଲନି। ଆଉ ଏହାପରେ ପରିବାର ଲୋକ କୁହନ୍ତି ହଁ ଆମେ ତ ନିଜେ ଶୁଣିଛୁ ଚିକି ବହୁତ ଜୋରସେ ଚିଲ୍ଲା ବୋଲି। ଆଉ ଏହାପରେ ଜେଜେବାପା କୁହନ୍ତି ଚିକି ବୋଉମା ଗୀତ ଅଧାରୁ ବନ୍ଦ କରିବା ଜମା ବି ଭଲ ନୁହଁ, ତମେ ପୁଣି ଥରେ ଗାଅ। ଆଉ ଏହାପରେ ଚିକିଙ୍କ ଭଏସ୍ ଖୋଲି ଯାଇଥିବ ଆଉ ଚିକି ସୁନ୍ଦର ଭାବରେ ଗୀତ ଗାଇ ସମସ୍ତଙ୍କ ମନକୁ ଜିତି ନିଅନ୍ତି। ଆଉ ରାମ ସାଥିରେ ମିଶି ଆଳତୀ ବି ମଧ୍ୟ କରନ୍ତି। ଆଉ ଆଳତୀ ସରିଲା ପରେ ପୁରୋହିତ କାମିନୀ ଜେଜେମାକୁ କହିବେ ଯେ ବୁଝିଲ କାମିନୀ ମା, ତମର ଏ ବୋହୂ ନା ତମ ଝିଅ ଜାନକୀର ଠାରୁ ଆହୁରି ଭଲ ଗୀତ ଗାଇଲା। ସେ ତ ଆମ ସମସ୍ତଙ୍କୁ ଜାନକୀ କଥା ପୁଣି ମନେ ପକେଇଦେଲା। ସତରେ ଏଇ ଝିଅଟିର ଭଏସ୍ ମା ସରସ୍ୱତୀଙ୍କ ପରି। ଆଉ ଏଇ ଘରକୁ ଏଇ ଝିଅ ବହୁତ ଶୁଭ ଆଣିବ। ଆଉ ଏକଥା ଶୁଣିଲା ପରେ କାମିନୀ ଜେଜେମା ଟିକେ ଖୁସି ଯାଆନ୍ତି ଆଉ ରୋହି ମନେ ମନେ ରାଗିଯାଏ ଆଉ କହିବେ ଯେ ଆହୁରି ଆଗକୁ ବହୁତ କିଛି ଅଛି ଆଉ ମୁଁ ତୋତେ ସେଥିରେ ସଫଳ ହେବାକୁ ଜମା ଦେବିନି। ଆଉ ଏହାପରେ ପୁରୋହିତ କୁହନ୍ତି ଯେ ଆଜି ମଧ୍ୟାହ୍ନ ଭୋଜନ ପୂଜା ପାଇଁ ଯେତିକି ବି ମଧ୍ୟାହ୍ନ ଭୋଗ ଆଉ ରାତ୍ରି ଭୋଗ ଅଛି ଚିକି ବୋଉ ମା ତମେ ତମ ନିଜ ହାତରେ ବନେଇବ ଆଉ ସେଇଟା ଭଗବାନଙ୍କୁ ଅର୍ପଣ କରିବ। ଆଉ ଚିକିର ଏ କଥା ଶୁଣି ପୁରା ଡରିଯାଆନ୍ତି। ତେବେ ଫ୍ରେଣ୍ଡସ୍ ଆଗକୁ କ'ଣ ହେଉଛି ଜାଣିବାକୁ ଚାହୁଁଥିଲେ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ।